ମୁଁ ଆପଣମାନଙ୍କର ଭଳି ଜଣେ ଶିକ୍ଷକ ଥିଲି ଏବଂ ସରକାରୀ ବିଦ୍ୟାଳୟରେ ନୁହଁ ଏକ ବେସରକାରୀ ବିଦ୍ୟାଳୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମୁଁ ଆଚାର୍ଯ୍ୟ ହିସାବରେ ଗୁରୁଜୀ ହିସାବରେ କିଛି ଦିନ କାମ କରିବାର ସୁଯୋଗ ଆଉ ସେ ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଥିଲା। 3.5 ବର୍ଷ ପର୍ଯ୍ୟନ୍ତ ଶିକ୍ଷକ ହିସାବରେ କାମ କରିବାର ଯେଉଁ ସୁଯୋଗ ମିଳିଥିଲା ଏବଂ ଏଭଳି ଏକ ମନୋଜ୍ଞ ପରିବେଶ ସେ ବିଦ୍ୟାଳୟରେ ଥିଲା ବା ଅଛି ଆଜି ବି। ଆଉ ବାସ୍ତବିକ ମୁଁ ମଧ୍ୟ ସେ ଶିକ୍ଷାଦାନ କ୍ଷେତ୍ରରେ ଜଣେ ଶିକ୍ଷକ ହିସାବରେ, ଜଣେ ଗୁରୁଜୀ ହିସାବରେ, ଜଣେ ଆଚାର୍ଯ୍ୟ ହିସାବରେ ମୁଁ ସେଠି 3.5 ବର୍ଷ ପିଲାମାନଙ୍କୁ ପାଠ ପଢ଼େଇଥିଲି। ସେଠିକାର ଶୈକ୍ଷିକ ପରିବେଶ, ଛାତ୍ର ଗୁରୁ ଭିତରେ ସମ୍ପର୍କ ଏବଂ ଆମ ରାଜ୍ୟ ସରକାରଙ୍କର ପାଠ୍ୟ ଖସଡ଼ା ସହିତ ସେଠି ଆହୁରି ଅନେକ ଶିକ୍ଷାରେ ଯୋଗ ବିଷୟ ଅଧିକ ଯୋଗ କରାଯାଇଥିଲା। ନୈତିକ ଶିକ୍ଷା, ସାଧାରଣ ଜ୍ଞାନ ଏବଂ ଆହୁରି ଅନେକ ସଂସ୍କୃତ ଶିକ୍ଷା ଯେଉଁଟାକି ନଥିଲା ସାଧାରଣତଃ ଭାବରେ ଆମ ବିଦ୍ୟାଳୟମାନଙ୍କରେ ଆଗରୁ। ଏ ପ୍ରକାରର ବ୍ୟବସ୍ଥା ଭିତରେ ଗୋଟେ ମନୋଜ୍ଞ ପରିବେଶ ଭିତରେ ଆମ ପିଲାମାନେ କିଭଳି ଭାବରେ ଭଲ କରିବେ, ଭଲ ଛାତ୍ର ବାହାରିବେ, ଚରିତ୍ର ଗଠନ ତାଙ୍କର ନିର୍ମାଣ ହେବ, ଏ ସମସ୍ତ କଥାକୁ ଗୁରୁତ୍ୱ ଦିଆଯାଉଥିଲା। ଏବଂ ସେଇ ଆଧାରରେ ଯେତେବେଳେ ମୁଁ ଦେଖିଲି ଶିଶୁ ମନ୍ଦିର ଏତେ ସୁନ୍ଦର ପରିବେଶ ତିଆରି ହେଇଛି, କିନ୍ତୁ ଆମ ସରକାରୀ ବିଦ୍ୟାଳୟରେ କାହିଁକି ନୁହଁ, କାହିଁକି ହେଇପାରିବ ନାହିଁ, ଇଏ କଥାକୁ ମନ ଭିତରେ ମୋର ଅନେକ ପ୍ରଶ୍ନ ମୋ ପାଖରେ ଅସମାହିତ ପ୍ରଶ୍ନ ଉଙ୍କି ମାରିଥିଲା। ଏବଂ ବିଧାୟକ ହେଲା ପରେ ମୋ ମନରେ ସେଇ ଯେଉଁ ସମସ୍ୟା ଲାଗି ରହିଥିଲା ତାକୁ ଆଧାର କରି କିଭଳି ଭାବରେ ଅନ୍ତତଃ ପକ୍ଷେ ମୋ ବିଧାନସଭାରେ ନହେଲେ ମୋ ଜିଲ୍ଲାରେ କେମିତି ଏଭଳି ଏକ ମନୋଜ୍ଞ ପରିବେଶ ଭିତରେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ଶିକ୍ଷା ସହିତ ଗୋଟିଏ ଆଦର୍ଶ ବିଦ୍ୟାଳୟ କିଭଳି ଭାବରେ ପ୍ରତିଷ୍ଠା ହେଇପାରିବ, କରାଯାଇପାରିବ, ଇଏ ଅସମାହିତ ପ୍ରଶ୍ନକୁ ନେଇ ମୁଁ ବିଧାନସଭା ବାହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କର ପାଖରେ, ଜିଲ୍ଲାପାଳଙ୍କ ନିକଟରେ ଅନେକ ସମୟରେ ମୁଁ ଚିଠି ଦେଇଥିଲି, ପ୍ରସ୍ତାବ ଦେଇଥିଲି, ଆଲୋଚନା କରିଥିଲି ଯେ ଏକ ଗୁଣାତ୍ମକ ମାନର ଆଦର୍ଶ ପ୍ରାଥମିକ ସ୍ତରରେ ଶିକ୍ଷାକୁ କିଭଳି ଭାବରେ ସୁନିଶ୍ଚିତ କରାଯାଇପାରିବ। ଯଦିଓ ସେଦିନ ମୋ କଥାକୁ ପୂର୍ବ ସରକାର ଗ୍ରହଣ କରିନଥିଲେ, ଗୁରୁତ୍ୱ ଦେଇନଥିଲେ, ମୁଁ ବହୁତ ଚିନ୍ତିତ ବି ଥିଲି, କିନ୍ତୁ ମୁଁ ହତୋତ୍ସାହ ହେଇନଥିଲି ଏବଂ ଭାଙ୍ଗି ପଡ଼ିନଥିଲି। ମୋର ସଂଘର୍ଷକୁ ମୁଁ ଜାରି ରଖିଥିଲି। ସମୟ ବଦଳିଲା ଆଉ ମୋତେ ନିଜେ ଓଡ଼ିଶାର ଜନସାଧାରଣ ମୋତେ ସେ ଦାୟିତ୍ୱ ଦେଲେ ଯେ ଆପଣ ନିଜେ ଦାୟିତ୍ୱ ନିଅନ୍ତୁ। ମହାପ୍ରଭୁ ଜଗନ୍ନାଥ ମୋତେ ଆଶୀର୍ବାଦ କରିଲେ ଏବଂ ଦାୟିତ୍ୱ ଦେଲେ ଆପଣ ନିଜେ ଏଭଳି ଏକ ଶିକ୍ଷାର ମନୋଜ୍ଞ ପରିବେଶ ସହିତ ନୂତନ ଶିକ୍ଷା ପଦ୍ଧତି ଭିତରେ ଏକ ଆଦର୍ଶ, ଏକ ମଡେଲ ହିସାବରେ ଶିକ୍ଷାର ବ୍ୟବସ୍ଥାକୁ ତିଆରି କରନ୍ତୁ। ଆଉ ମୋର ଆଜି ପରମ ସୌଭାଗ୍ୟ ଯେ ଆଜି ଆପଣମାନଙ୍କର ସମସ୍ତଙ୍କର ସଦିଚ୍ଛା ଏବଂ ମାନନୀୟ ମୋଦିଜୀଙ୍କର ଦିଗ୍ଦର୍ଶନରେ ଆଜି ମୋତେ ରାଜ୍ୟର ସେଇ ସେବା କରିବା ପାଇଁ, ଏ ଶିକ୍ଷାର ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆଜି ସ୍ୱତନ୍ତ୍ରତା, ଆଜି ଦାୟିତ୍ୱ ମୋତେ ଦିଆଯାଇଛି। ଆଉ ଆଜି ମୁଁ ମଧ୍ୟ ତାହାର କିଭଳି ଭାବରେ ଭରପୁର ଉପଯୋଗ କରାଯାଇପାରିବ, ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ ଐତିହାସିକ ବୈପ୍ଳବିକ ଏକ ପରିବର୍ତ୍ତନ ଅଣାଯାଇପାରିବ। ଆଉ ସେଥିପାଇଁ ଆମ ସରକାର ଆଜି କାର୍ଯ୍ୟରତ। ଏଠି ଆମର ଶିକ୍ଷାମନ୍ତ୍ରୀ କହୁଥିଲେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆଜି ଆମ ସରକାର ହାତକୁ ନେଇଛନ୍ତି। ଯେଉଁ କଥା ମୁଁ କହୁଥିଲି ଏକ ଆଦର୍ଶ ବା ମଡେଲ ହିସାବରେ ଆମେ ତିଆରି କରିବା। ପ୍ରଥମେ ପ୍ରତି ପଞ୍ଚାୟତ ସ୍ତରରେ କେମିତି ଗୋଟିଏ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିବା, ସେଥିରେ ଯେମିତି ଆପଣଙ୍କର ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଗତ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି,
କିନ୍ତୁ ସେଇଟା CBSE ପାଟର୍ଣ୍ଣରେ ଆମେ ଆମ ଓଡ଼ିଶା ସରକାରଙ୍କର ବା ଜାତୀୟ ଶିକ୍ଷାନୀତି ଆଧାରରେ ହିଁ ଏକ ମଡେଲ ସ୍କୁଲକୁ ଆମେ ଛିଡ଼ା କରିବା ପାଇଁ ପଡ଼ିବ। ଆଉ ସେଇ ଦୃଷ୍ଟିକୋଣରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପରିକଳ୍ପନା 2019 ମସିହାରୁ ଯେତେବେଳେ ମୁଁ ୟା ଉପରେ କେନ୍ଦ୍ରିତ କରି ସରକାରଙ୍କର ଉପରେ ଦାବି କରି ଆସୁଥିଲି, ଆଉ ତାହା ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ରତା ପାଇବ। ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ତା ଭିତରେ ପଶିବ, ଆଦର୍ଶତା ରହିବ। ଯେଭଳି ଭାବରେ ସେଇ ପୁରାତନ ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା ଯୋଉଠି, ଆଉ ସେଇଟା ହେଉଛି ସତ୍ୟବାଦୀ ବନବିଦ୍ୟାଳୟରେ, ଯୋଉଠି ପଞ୍ଚସଖା ସେଇ ସତ୍ୟବାଦୀ ବନବିଦ୍ୟାଳୟରେ ଏକ ଆଦର୍ଶ ଶିକ୍ଷାର ପରିବେଶ ଏବଂ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପିଲାମାନଙ୍କୁ କିଭଳି ଭାବରେ ଆଦର୍ଶ ଭାବରେ ଶିକ୍ଷା ପରିବେଶ ସୃଷ୍ଟି କରିକିରି ତାଙ୍କୁ ଶିକ୍ଷାଦାନ ପ୍ରଦାନ କରାଇବେ, ଆଉ ଏହାଦ୍ୱାରା ପିଲାମାନେ କିଭଳି ଭାବରେ ଏକ ମଡେଲ ହିସାବରେ ବାହାରିବେ ଏବଂ ଗୋଟିଏ ବ୍ୟାପକ ଭାବରେ ଶିକ୍ଷାର ପରିବର୍ତ୍ତନ ଆଗାମୀ ଦିନରେ କରାଯାଇପାରିବ। ଆଜି ଇଏ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଇଏ ଆରମ୍ଭ ହୋଇଯାଇଛି। ଏଥିରେ କେଉଁ ବିଦ୍ୟାଳୟରେ କେବେଠାରୁ ଆରମ୍ଭ କରାଯିବ ତାର ସ୍ୱତନ୍ତ୍ରତା ଆମ ବିଭାଗ ତାକୁ ଦେଖୁଛନ୍ତି।